ଶିକ୍ଷାଦାନ ଶିକ୍ଷଣ ସମ୍ବନ୍ଧରେ ଆବଶ୍ୟକତା ବର୍ଣ୍ଣନା କର। ତ ଯୋଉ ଶିକ୍ଷାଦାନ ଶିକ୍ଷଣ ରହିଛି ତାର କଣ ସବୁ ଆବଶ୍ୟକତା ରହିଛି। ଫାର୍ଷ୍ଟ ହଉଛି ଶିକ୍ଷାଦାନ ଓ ଶିକ୍ଷଣ ପ୍ରକ୍ରିୟାକୁ ପ୍ରଭାବଶାଳୀ ତଥା ଅର୍ଥପୂର୍ଣ୍ଣ କରିବା। ତାପରେ ଉଭୟ ଶିକ୍ଷାଦାନ ଓ ଶିକ୍ଷଣ ପ୍ରକ୍ରିୟାକୁ ମନସ୍ତାତ୍ତ୍ୱିକ ଆଧାର ପ୍ରଦାନ କରିବା। ତାପରେ ଶିକ୍ଷାଦାନର କ୍ରିୟାକଳାପ ଗୁଡିକ ମଧ୍ୟରେ ଏକ ସମନ୍ୱୟ ସ୍ଥାପନ କରିବା। ତାପରେ ଶିକ୍ଷଣ ଉଦ୍ଦେଶ୍ୟକୁ ଆଧାର କରି ଶିକ୍ଷାଦାନ କୌଶଳ ଶିକ୍ଷାଦାନ ବିଧି ସ୍ଥିର କରିବା। ତ ବହୁତ ସରଳ ଭାଷା ଲେଖା ହେଇଛି, ଯୋଉ ଆମେ ଇଂରାଜୀରେ ଡିସ୍କସନ କରୁଛେ ବା ଯୋଉ ଓଡିଆରେ ଡିସ୍କସନ କରୁଛେ ସରଳ ଭାଷା ଲେଖା ହେଇଛି, ଆପଣଙ୍କର ବୁଝିବାରେ କୌଣସି ଅସୁବିଧା ନଥିବ। ତାପରେ କ୍ୱେଶ୍ଚିନ୍ ନମ୍ବର 2 ରହିଛି ଶିକ୍ଷଣ ପ୍ରକ୍ରିୟାର 3ଟି ବୈଶିଷ୍ଟ୍ୟ ଉଲ୍ଲେଖ କର। କଣ କଣ ସବୁ 3ଟି ବୈଶିଷ୍ଟ୍ୟ ଅଛି ଆପଣଙ୍କର? ଯଦି ଆପଣଙ୍କର 2ଟି ପଚାରିଥିବ 2ଟି ଲେଖିବେ, 4ଟି ପଚାରିଥିଲେ 4ଟି ଲେଖିବେ, 1ଟେ ପଚାରିଥିଲେ 1ଟେ ଲେଖିବେ। ଫାର୍ଷ୍ଟ ହଉଛି ବ୍ୟବହାର ପ୍ରଗତିଶୀଳ ପରିବର୍ତ୍ତନ, ତାପରେ ଶିକ୍ଷଣ ଏକ ନିରବଚ୍ଛିନ୍ନ ପ୍ରକ୍ରିୟା, ତାପରେ ଶିକ୍ଷଣ ଉଦ୍ଦେଶ୍ୟପୂର୍ଣ୍ଣ, ତାପରେ ଶେଷଟି ହଉଛି ଶିକ୍ଷଣ ହେଉଛି ସକ୍ରିୟ ଓ କ୍ରିୟାଶୀଳ। ନେକ୍ସଟ କ୍ୱେଶ୍ଚିନ୍ ଶିକ୍ଷଣକୁ ପ୍ରଭାବିତ କରୁଥିବା ଶାରୀରିକ ଉପାଦାନ ମାନ ଲେଖ। ତ ରହିଛି ସେଇଟା ଯେମିତି ଆପଣଙ୍କ 3ଟି ପଚାରିଲା ସେମିତି ଆପଣଙ୍କ ଏଇଟା ମଧ୍ୟ 2ଟି କିମ୍ବା 3ଟି କିମ୍ବା 4ଟି ପଚାରି ପାରିବ। ତ ଗୋଟେ ହଉଛି ଶାରୀରିକ ସ୍ୱାସ୍ଥ୍ୟ, ତାପରେ ଇନ୍ଦ୍ରିୟାନୁଭୂତି, ତାପରେ ଶିକ୍ଷଣର ସମୟ, ତାପରେ ଖାଦ୍ୟ ପାନୀୟ। ଏଇଟା ହଉଛି ଶିକ୍ଷଣକୁ ପ୍ରଭାବିତ କରୁଥିବା ଶାରୀରିକ ଉପାଦାନ, ସେଇଟା ଆମେ ପଢିଲେ ବୈଶିଷ୍ଟ୍ୟ, ଏଇଟା ହେଲା ଶାରୀରିକ ଉପାଦାନ। କ୍ୱେଶ୍ଚିନ୍ ନମ୍ବର 4 ଉତ୍ତମ ଶିକ୍ଷାଦାନର 3ଟି ଲକ୍ଷଣ ଲେଖ। ତ ରହିଛି ଉତ୍ତମ ଶିକ୍ଷାଦାନରେ ଆବଶ୍ୟକୀୟ ସୂଚନା ପ୍ରଦାନ କରାଯାଇଥାଏ। ତ ଏଇ କ୍ୱେଶ୍ଚିନ୍ ଗୁଡ଼ିକ ଯାହା ରହିଛି ତାର ଆନ୍ସର ଆପଣ ଭଲ ଭାବରେ ବୁଝିଲେ ନିଜ ମନରୁ ମଧ୍ୟ ଲେଖିପାରିବେ। ତ ଫାର୍ଷ୍ଟ ଗଲା ଉତ୍ତମ ଶିକ୍ଷାଦାନରେ ଆବଶ୍ୟକୀୟ ସୂଚନା ପ୍ରଦାନ କରାଯାଇଥାଏ। ତାପରେ ଉତ୍ତମ ଶିକ୍ଷାଦାନରେ ଜଣେ ବ୍ୟକ୍ତି ମନକୁ ମନ ଶିକ୍ଷଣ ନିମନ୍ତେ ଅଭିପ୍ରେରିତ ହୋଇଥାଏ। ଉତ୍ତମ ଶିକ୍ଷାଦାନରେ ଶିକ୍ଷାର୍ଥୀ ସର୍ବଦା ସକ୍ରିୟ ହୋଇଥାଏ। ନେକ୍ସଟ କ୍ୱେଶ୍ଚିନ୍ ଶିକ୍ଷଣର ସ୍ୱରୂପ 3ଟି ଦର୍ଶାଅ। ସେ ଆପଣଙ୍କ 3ଟି ଲେଖା ଦେଇଛି, 2ଟି ମଧ୍ୟ ପଚାରି ପାରିବ 2 ମାର୍କରେ, ଏବଂ ଯଦି ଆପଣଙ୍କର 1 ମାର୍କ ପଚାରିଲେ ମଧ୍ୟ ଆପଣମାନେ ଲେଖିପାରିବେ। ତ ରହିଛି ଶିକ୍ଷଣ ହେଉଛି ଖାପ ଖୁଆଇ ଚଳିବା, ତାପରେ ଶିକ୍ଷଣ ହେଉଛି ଉଦ୍ଦେଶ୍ୟମୂଳକ, ତାପରେ ଶିକ୍ଷଣ ହେଉଛି ଦକ୍ଷତା ଓ ସୃଜନୀ ଶକ୍ତିର ଅଭିବୃଦ୍ଧି। 6 ନମ୍ବର କ୍ୱେଶ୍ଚିନ୍ ବିଦ୍ୟାଳୟ ପରିବେଶ ସମ୍ବନ୍ଧୀୟ ଉତ୍ପାଦକ କଣ? ପ୍ରଥମଟି ହେଉଛି ଛାତ୍ରଛାତ୍ରୀ ମାନଙ୍କର ସଂଖ୍ୟା, ତାପରେ ଛାତ୍ରଛାତ୍ରୀ ମାନଙ୍କର ସଂଗତି, ସଂଗଠନ ଓ ନୈତିକ ବଳ, ତାପରେ ବିଦ୍ୟାଳୟ ଓ ଶ୍ରେଣୀଗୃହରେ ସାମାଜିକ ତଥା ଆବେଗିକ ପରିବେଶ, ଏଗୁଡିକ ହଉଛି ଆମର ବିଦ୍ୟାଳୟ ପରିବେଶ ସମ୍ବନ୍ଧୀୟ ଉତ୍ପାଦକ। 7 ନମ୍ବର କ୍ୱେଶ୍ଚିନ୍ ଶିକ୍ଷାଦାନ ନିର୍ଦ୍ଦିଷ୍ଟ ଲକ୍ଷ୍ୟ ନୀତି ଆଲୋଚନା କର। ତାର ଆନ୍ସର ରହିଛି ପ୍ରତ୍ୟେକ ବ୍ୟକ୍ତି ତଥା ପ୍ରତ୍ୟେକ କାର୍ଯ୍ୟର ଏକ ଲକ୍ଷ୍ୟ ରହିଥାଏ, ସେହିପରି ଶିକ୍ଷାର ଏକ ନିର୍ଦ୍ଦିଷ୍ଟ ଲକ୍ଷ୍ୟ ଥିବା ଦରକାର। ଶିକ୍ଷକ ଶିକ୍ଷାଦାନ ସମୟରେ ସାଧାରଣ ବା ବୈଶିଷ୍ଟ୍ୟ ଲକ୍ଷ୍ୟ ପ୍ରତି ଦୃଷ୍ଟି ଦେଇ ନଥାନ୍ତି। ଅନେକ ସମୟରେ ଦେଖାଯାଏ ଯେ ଆମର ଲକ୍ଷ୍ୟ ଶିକ୍ଷା ପଦ୍ଧତିକୁ ନିୟନ୍ତ୍ରିତ କରିଥାଏ। ଏଗୁଡା ହଉଛି ଶିକ୍ଷାଦାନର ନିର୍ଦ୍ଦିଷ୍ଟ ଲକ୍ଷ୍ୟ ନୀତି। ତାପରେ ଅଭିପ୍ରେରଣା ନୀତି କଣ? ରହିଛି ଏହାର ଆନ୍ସର ଶିକ୍ଷା ହେଉଛି ଆଚରଣଗତ ପରିବର୍ତ୍ତନ, ଯାହାକି ଶିକ୍ଷାର୍ଥୀର ଅଭିପ୍ରେରଣା ଉପରେ ନିର୍ଭର କରିଥାଏ। ସେହିପରି ଯେକୌଣସି ସଫଳ ଶିକ୍ଷକ ଜଣେ ଶିକ୍ଷାର୍ଥୀକୁ ଶିକ୍ଷାର ପଥରେ ଅଗ୍ରସର କରିପାରିବ ନାହିଁ ଯଦି ଶିକ୍ଷାର୍ଥୀଟି ଅଭିପ୍ରେରିତ ହୋଇନାହିଁ। ତାପରେ ତେଣୁ ବହୁବିଧ ଅଭିପ୍ରେରଣା କୌଶଳ ଅବଲମ୍ବନ କରି ସଫଳତା ଗୁଡିକର ଶିକ୍ଷାଦାନ କରାଯାଇ ପାରିବ ଏଥିଲା ଅଭିପ୍ରେରଣା ନୀତି। ଆପଣଙ୍କ ଯାହା ସବୁ ଡିସ୍କସନ ହଉଛି ସିଲେକ୍ଟିଭ, ଏବେଠୁ ଆପଣ ନୋଟ କରି ଲେଖି ଦିଅନ୍ତୁ। କ୍ୱେଶ୍ଚିନ୍ ନମ୍ବର 9 ରହିଛି ନେତୃତ୍ୱର ବିକାଶ ପାଇଁ ସମାଧାନର ଉପାୟମାନ ଲେଖ। ଏଇଟା ଆପଣଙ୍କର 5 ମାର୍କରେ ଆସିପାରିବ। ନେତୃତ୍ୱର ବିକାଶ ପାଇଁ ସମାଧାନର ଉପାୟମାନ ଲେଖ। ତାର ଆନ୍ସର ରହିଛି ଶିକ୍ଷାଦାନ ସାଧାରଣତଃ ନେତୃତ୍ୱ ନେବା ଶକ୍ତି ସାମର୍ଥ୍ୟର ବିକାଶ କରିଥାଏ। ସମାଜରେ ସାମାଜିକ ଧାରା ଓ ବ୍ୟବସ୍ଥା ଆଦିକୁ ସୁନିୟନ୍ତ୍ରିତ, ସୁପରିଚାଳିତ ଓ ସୁଶୃଙ୍ଖଳିତ କରି ସାମାଜିକ ପ୍ରଗତିକୁ ତ୍ୱରାନ୍ୱିତ କରିବା ପାଇଁ ଦୃଢ ନେତୃତ୍ୱ ଆବଶ୍ୟକ ହୋଇଥାଏ। ଏକ ଫଳପ୍ରଦ ଶିକ୍ଷା ବ୍ୟବସ୍ଥା ହିଁ ସମାଜର ଉପଯୁକ୍ତ ନେତୃତ୍ୱ ସୃଷ୍ଟି କରି ସାମାଜିକ, ଅର୍ଥନୈତିକ, ରାଜନୈତିକ, ସାଂସ୍କୃତିକ, ଧାର୍ମିକ ଆଦି ଧାରାକୁ ସୁବ୍ୟବସ୍ଥିତ କରିବା ପାଇଁ ସମର୍ଥ ହୋଇଥାଏ। ଶିକ୍ଷା ଦ୍ୱାରା ବ୍ୟକ୍ତି ଜ୍ଞାନ ଆହରଣ କରିବା ସଙ୍ଗେ ସଙ୍ଗେ ଦକ୍ଷତା, ଅନୁଭୂତି, ବିଚାରବୋଧ, ଚିନ୍ତାଶକ୍ତି ଆଦିର ବିକାଶ କରି ତାର ଆଚରଣର ପରିବର୍ତ୍ତନ କରିଥାଏ। ଏହା ବ୍ୟକ୍ତିର ଅଜ୍ଞତାକୁ ଦୂର କରିବା ସଙ୍ଗେ ସଙ୍ଗେ ନିଜ ମଧ୍ୟରେ ବା ସମାଜରେ ଥିବା ଦୋଷ ଦୁର୍ବଳତାକୁ ବୁଝିପାରି ସେଗୁଡିକ ପରିବର୍ତ୍ତନ କରିବାକୁ ସକ୍ଷମ ହୁଏ। ତାପରେ ସମାଜରେ ଦେଖା ଦେଇଥିବା ପରିବର୍ତ୍ତନ ପରିସ୍ଥିତି ଅନେକ ନୂଆ ଆବଶ୍ୟକ, ନୂଆ ସମସ୍ୟା ଆଦିକୁ ତିଆରି କରିଥାଏ, ଯାହା ଫଳରେ ଉପଯୁକ୍ତ ଶିକ୍ଷା ହିଁ ବ୍ୟକ୍ତି ମଧ୍ୟରେ ଏହି ଆବଶ୍ୟକୀୟ ସମଯୋଜନ ସାମର୍ଥ୍ୟକୁ ବିକାଶ କରିଥାଏ। ତାପରେ ସମାଜରେ ସୃଷ୍ଟି ହେଉଥିବା ନୂଆ ନୂଆ ସମସ୍ୟା ଗୁଡିକୁ ସମାଧାନ କରିବା ପାଇଁ
ବ୍ୟକ୍ତି को प्रस्तुत करिवार शिक्षा छात्र जीवन को नेतृत्व विकास ପାଇଁ ସମାଧାନ ଉପାୟ ମାନ ପରିଲକ୍ଷିତ ହୋଇଥାଏ। ଏଇଟା ଥିଲା ଆପଣଙ୍କ ନେତୃତ୍ୱର ବିକାଶ ପାଇଁ ସମାଧାନର ଉପାୟ ମାନ କଣ କଣ। ତାକୁ ଆପଣଙ୍କର ଗୋଟିଏ ଥର ମନ ହେଇଯିବନି, ଲେଖିବେ ବାରମ୍ବାର ଆକୁ ପଢିଦେଲେ ଆପଣଙ୍କର ସହଜରେ ଅଟୋମେଟିକ ଆପଣ ନିଜ ମନରୁ ଲେଖିପାରିବେ। ଟାଇମ ଅଛି ଆପଣଙ୍କ ପାଖରେ, ଏବେଠୁ ଆପଣ ଲେଖି ଦିଅନ୍ତୁ, ତା ଦେହରେ ଏକ୍ସାମ ଟାଇମକୁ ଆପଣଙ୍କୁ ଅସୁବିଧା ଭୋଗିବାକୁ ପଡିବ ନାହିଁ। क्वेश्चन नंबर 10 ରହିଛି ଜ୍ଞାନ ଆହରଣ କିପରି ଦକ୍ଷତା ବୃଦ୍ଧି କରିବାରେ ସହାୟକ ହୁଏ ଦର୍ଶାଅ। ତାର ଆନ୍ସର ଅଛି ବ୍ୟକ୍ତି ଜ୍ଞାନ ଆହରଣ କରିବା ସଙ୍ଗେ ସଙ୍ଗେ ଦକ୍ଷତା, ଅନୁଭୂତି, ବିଚାରବୋଧ, ଚିନ୍ତା ଶକ୍ତି ଆଦିର ବିକାଶ କରି ତାର ଆଚରଣ ପରିବର୍ତ୍ତନ କରିଥାଏ। ଏହା ବ୍ୟକ୍ତିର ଅଜ୍ଞତାକୁ ଦୂର କରିବା ସଙ୍ଗେ ସଙ୍ଗେ ନିଜ ମଧ୍ୟରେ ଥିବା ଦୋଷ ଦୁର୍ବଳତାକୁ ବୁଝିପାରି ସେଗୁଡ଼ିକର ପରିବର୍ତ୍ତନ କରିବାକୁ ସକ୍ଷମ ହୁଏ। ଫଳରେ ବ୍ୟକ୍ତି କ୍ଷମତାର ଧାରା ସୁଗମ ହୋଇଥାଏ। ତାପରେ ଜ୍ଞାନ ଆହରଣ ବ୍ୟକ୍ତି ମଧ୍ୟରେ ବୈଜ୍ଞାନିକ ଅଭିବୃଦ୍ଧିର ବିକାଶ କରିଥାଏ। ଫଳରେ ସେମାନେ ନୂଆ ନୂଆ ଆବିଷ୍କାର ଓ ଉଦ୍ଭାବକ କରି କ୍ଷମତାର ଶକ୍ତି ସଞ୍ଚୟ କରେ। ତାପରେ ରହିଛି ଜ୍ଞାନର ଆଦାନ ପ୍ରଦାନ ମାଧ୍ୟମରେ ସମାଜ, ସଂସ୍କୃତି, ଐତିହ୍ୟ, ପରମ୍ପରା, ରୀତିନୀତି, ବେଶ ପୋଷାକ ଆଦିରେ ବିଶେଷ କ୍ଷମତାର ବିକାଶ ବା ବୃଦ୍ଧି ଦେଖାଦେଇଥାଏ। ଜ୍ଞାନ ଆହରଣ ବ୍ୟକ୍ତି ମଧ୍ୟରେ ନୂଆ ନୂଆ ମୂଲ୍ୟବୋଧ ତଥା ନୈତିକ ବିଚାରବୋଧର ବିକାଶରେ ସହାୟକ ହୋଇଥାଏ। ଶେଷ ପଏଣ୍ଟ ରହିଛି ଜ୍ଞାନ ଆହରଣ ବିବର୍ତ୍ତନ, ପ୍ରଗତି, ଆନ୍ଦୋଳନ, ସଂସ୍କାର, ବିଧିବିଧାନ, ଗୁଣ ମାଧ୍ୟମ ତଥା ଶିକ୍ଷା ମାଧ୍ୟମରେ କ୍ଷମତା ନେବାର ପ୍ରମୁଖ ମାଧ୍ୟମ। ମଣିଷକୁ କ୍ଷମତାଶାଳୀ କରିବାରେ ଶିକ୍ଷାକୁ ମଧ୍ୟ ଏକ ଗୁରୁତ୍ୱପୂର୍ଣ୍ଣ ମାଧ୍ୟମ ଭାବରେ ବ୍ୟବହାର କରାଯାଏ।